ଦେଖିପାରୁଥିବେ ଆମେ ପହଞ୍ଚି ସାରିଛୁ ବାବା ଲୋକନାଥଙ୍କ ପାଖରେ। କେଉଁ ଭଳି ଭାବରେ ଭିଡ଼ ହେଇଛି, ବହୁତ ସାରା ଲୋକ ହେଇଛନ୍ତି ଦେଖିପାରୁଥିବେ। ଆପଣଙ୍କୁ ଟିକେ ଜୁମ୍ କରିକି ଦେଖାଇ ଦେଉଛି, ଜୁମ୍ କରୁଛି, ଦେଖିପାରୁଥିବେ। ବାବାଙ୍କ ପାଖରେ ବହୁତ ହିଁ ଭିଡ଼ ହେଇଛି, ପୁରା ଏମିତି ଲମ୍ବା ଲାଇନ୍ ପୁରା ଲାଗିଛି, ଏମିତି ବହୁତ। ଦେଖିପାରୁଥିବେ ବାବାଙ୍କ ପାଖରେ ତ ବହୁତ ହିଁ ଲୋକ ହେଇଥିଲେ, ଏତେ ଭିଡ଼ ଆପଣମାନେ ଭାବି ପାରିବେନି, ମାନେ ବାବାଙ୍କ ପାଖରେ ଏତେ ଭିଡ଼। ଦେଖିପାରୁଥିବେ କୋଉ ଭଳି ଭାବରେ ଲୋକ। ଲୋକ ତ ବହୁତ ଶୋଇ ଯାଇଛନ୍ତି, ତଥାପି ଦେଖନ୍ତୁ ସେପଟ ଲାଇନରେ ବି ଲୋକମାନେ ଏମିତି ବାବାଙ୍କ ଉପରେ ପାଣି ଢାଳିବେ ବୋଲି କୋଉ ଭଳି ଭାବରେ ଲାଇନ୍ ପୁରା କରିଛନ୍ତି। ବାବାଙ୍କ ପାଖରେ ପାଣି ଢାଳି ସାରି ଆମେ ବାହାରି ସାରିଥିଲୁ ସମୁଦ୍ର କୂଳ। ଦେଖିପାରୁଥିବେ ଆସି ପହଞ୍ଚି ଯାଇଛୁ ସମୁଦ୍ର କୂଳରେ। ସମୁଦ୍ର କୂଳରେ ପହଞ୍ଚିକି ବହୁତ ସାରା ମଜାମସ୍ତି କଲୁ, ବହୁତ ଆଡ଼ୁ ଲୋକ ଆସିଥିଲେ, ବହୁତ ହିଁ ମଜାମସ୍ତି ଆମେ କରିଥିଲୁ। ସମସ୍ତେ ହିଁ ପୁରା ସମୁଦ୍ରର ମଜା ନେଉଛନ୍ତି, ଦେଖିପାରୁଥିବେ କୋଉ ଭଳି ଭାବରେ ମଜା ନେଉଛନ୍ତି। ସମୁଦ୍ରର ମଜା ନେଇ ଦୁଇଟି ଫଟୋ ଉଠେଇ ଦେଖିପାରୁଥିବେ ଆମେ ବାହାରି ସାରିଥିଲୁ ପୁଣି ମହାପ୍ରଭୁଙ୍କ ଦର୍ଶନରେ। ମହାପ୍ରଭୁଙ୍କ ଦର୍ଶନରେ ଦେଖନ୍ତୁ ଆଜି ଯାଏଁ ବି ମହାପ୍ରଭୁଙ୍କର 3 ରଥ ଥୁଆ ଯାଇଛି ବଡ଼ଦାଣ୍ଡରେ। ଦେଖିପାରୁଥିବେ ଭକ୍ତମାନଙ୍କର କୋଉ ଭଳି ଭାବରେ ଗହଳି। ସବୁଦିନ ତ ଏମିତି ଗହଳି ଥାଏ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି, ଆଜି ବି ସେହିଭଳି ଭାବରେ ପୁରା ଗହଳି ଲାଗିଛି। ସେଇ ଗହଳି ମଧ୍ୟରେ ଆମେ ଯାଇ ମହାପ୍ରଭୁଙ୍କୁ ଭେଟିକି ଆସି ସାରିଛୁ। ଏବେ ବଡ଼ଦାଣ୍ଡରେ ବୁଲୁଛୁ। ଦେଖିପାରୁଥିବେ ବହୁତ ଆଡ଼ୁ ବହୁତ ଲୋକ ବି ଆସିଥିଲେ। ଶେଷରେ ଫଟୋ ଦୁଇଟି ଉଠେଇ ସାରିଛୁ। ମହାପ୍ରଭୁଙ୍କ ଦର୍ଶନ ପରେ ଆମେ ବାହାରି ସାରିଥିଲୁ ଚନ୍ଦ୍ରଭାଗା, କୋଣାର୍କ, ଏଇ ଦୁଇଟି ଜାଗା ବୁଲି ସାରି ପୁଣି ଆମେ ବାହାରି ସାରିଥିଲୁ ମା କାକଟପୁର ମଙ୍ଗଳା। କାକଟପୁର ମଙ୍ଗଳା ପାଖରେ ପହଞ୍ଚି ସାରିଛୁ। ପହଞ୍ଚି ସାରିଲା ପରେ ମାଙ୍କ ମନ୍ଦିର ସାଇଟ୍ରେ ଶିବ ମନ୍ଦିର ମଧ୍ୟ ଅଛି। ଠିକ୍ ଆମେ ସନ୍ଧ୍ୟା ଆଳତି ଟାଇମ୍ରେ ହିଁ ପହଞ୍ଚି ସାରିଥିଲୁ। ମାଙ୍କର ଆଳତି ଟାଇମ୍ରେ ହିଁ ପହଞ୍ଚିଥିଲୁ। ଦେଖୁଥିବେ ମାଙ୍କ ଆଳତି ଚାଲିଛି। ତ ପ୍ରାୟ ଯେଉଁମାନେ ଆସୁଛନ୍ତି ଲୋକନାଥ ବାବାଙ୍କ ପାଖକୁ, ବାବାଙ୍କ ପାଖକୁ ଯିଏ ବି ଆସୁଛନ୍ତି ସେ ନିହାତି ଭାବରେ ଚନ୍ଦ୍ରଭାଗା, କୋଣାର୍କ, ତାପରେ କାକଟପୁର ମା ମଙ୍ଗଳା ଏମିତି ବୁଲିବାଲି ଯାଉଛନ୍ତି। ବହୁତ ଲୋକ ଆସୁଛନ୍ତି ଆଉ ଭିଡ଼ ମଧ୍ୟ ଥିଲା। ଆଉ ମୁଁ ବି ଆଜି ମାଙ୍କ ଦର୍ଶନ କରିପାରୁଛି, ମୋର ବହୁତ ବଡ଼ ଭାଗ୍ୟ। ତ ଏମିତି ବୁଲାବୁଲି ସାରିକି ଶେଷରେ ମାଙ୍କ ପାଖରେ ଘରକୁ ଫେରି ଆସିଥିଲୁ। ତ ଆଶା କରୁଛି ଆପଣମାନଙ୍କୁ ବ୍ଲଗ୍ଟି ବହୁତ ଭଲ ହିଁ ଲାଗିଥିବ। ତ ଏମିତି ମୋ ଚ୍ୟାନେଲ୍ ଦେଖିବା ପାଇଁ ସବସ୍କ୍ରାଇବ୍, ଲାଇକ୍, ସେୟାର ନିଶ୍ଚିନ୍ତ କରିବେ, ଆଗକୁ ଭଲ ଭଲ ଭିଡ଼ିଓ ଦେଖିବା ପାଇଁ। ତ ରହୁଛି, ଜୟ ଜଗନ୍ନାଥ।